ସକାଳ 8ଟା ପରେ ସ୍ନାନ କଲେ କ'ଣ ହୋଇଥାଏ? ନମସ୍କାର, ଜୟ ଜଗନ୍ନାଥ। ସକାଳ 8ଟା ପରେ ଭୁଲରେ ବି ସ୍ନାନ କରନ୍ତୁ ନାହିଁ। ସକାଳ 8ଟା ପରେ ସ୍ନାନ କଲେ କେଉଁ ବିପତ୍ତିର ସାମ୍ନା କରିବାକୁ ପଡ଼ିଥାଏ ଏବଂ କେଉଁ ସମୟକୁ ସ୍ନାନ କରିବାର ସର୍ବୋତ୍ତମ ସମୟ ବୋଲି କୁହାଯାଇଛି, ଦର୍ଶକ ବନ୍ଧୁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଦୟାକରି ସବସ୍କ୍ରାଇବ୍ କରିବେ। ଥରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ କ୍ଷୀରସାଗରରେ ବିଶ୍ରାମ କରୁଥିଲେ। ଠିକ୍ ସେତିକିବେଳେ ବନଦା ପୁତ୍ର ଗରୁଡ଼ ସେହି ସ୍ଥାନରେ ଆସି ପହଞ୍ଚିଲେ ଏବଂ ଭଗବାନ ଓ ମାତାଙ୍କୁ ପଚାରିବାକୁ ଲାଗିଲେ, ହେ ପ୍ରଭୁ, ମୁଁ ପୃଥିବୀ ଲୋକ ଭ୍ରମଣ କରି ଆସୁଛି। ଦେଖିଲି କି ପୃଥିବୀ ଲୋକରେ ଅନେକ ମନୁଷ୍ୟ ସ୍ନାନ କରୁଛନ୍ତି, କିନ୍ତୁ ତଥାପି ସେମାନେ ଦୁଃଖୀ ରହୁଛନ୍ତି। ହେ ପ୍ରଭୁ, ସେମାନେ ଦୁଃଖୀ ରହିବାର କାରଣ କ'ଣ? ଦୟାକରି ଆପଣ ମୋତେ କୁହନ୍ତୁ। ସ୍ନାନ କରିବାର ସର୍ବୋତ୍ତମ ବିଧି କ'ଣ ଅଛି? ସ୍ନାନ କେତେବେଳେ କରାଯାଏ ଓ କେମିତି କରିବା ଉଚିତ? ସ୍ନାନ କରିବା ସମୟରେ କେଉଁ ମନ୍ତ୍ର ଉଚ୍ଚାରଣ କରିବା ଉଚିତ? ମୋ ମନରେ ଏହିସବୁ ପ୍ରଶ୍ନ ଉଙ୍କି ମାରୁଛି। ପ୍ରଭୁ, ଆପଣ ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୋର ମନକୁ ଶାନ୍ତ କରନ୍ତୁ। ଗରୁଡ଼ କହିଲେ, ହେ ମାତା, ମୁଁ ଦେଖିଲି ପୃଥିବୀ ଲୋକରେ ମହିଳାମାନେ ସ୍ନାନ କରି ଆପଣଙ୍କର ପୂଜା ଆରାଧନା କରୁଛନ୍ତି, କିନ୍ତୁ ତଥାପି ତାଙ୍କ ଘରେ ଆପଣ ବାସ କରୁନାହାନ୍ତି। କେତେବେଳେ କରାଯାଏ ଓ କେମିତି କରିବା ଉଚିତ? ସ୍ନାନ କରିବା ସମୟରେ କେଉଁ ମନ୍ତ୍ର ଉଚ୍ଚାରଣ କରିବା ଉଚିତ? ମୋ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ପ୍ରଭୁ, ଆପଣ ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୋର ମନକୁ ଶାନ୍ତ କରନ୍ତୁ। ଗରୁଡ଼ କହିଲେ, ହେ ମାତା, ମୁଁ ଦେଖିଲି ପୃଥିବୀ ଲୋକରେ ମହିଳାମାନେ ସ୍ନାନ କରି ଆପଣଙ୍କର ପୂଜା ଆରାଧନା କରୁଛନ୍ତି, କିନ୍ତୁ ତଥାପି ତାଙ୍କ ଘରେ ଆପଣ ବାସ କରୁନାହାନ୍ତି। ଏହାର କାରଣ କ'ଣ? ମାତା ଗରୁଡ଼ଙ୍କର ଏପରି ପ୍ରଶ୍ନ ଶୁଣି ଭଗବାନ ବିଷ୍ଣୁ କହିଲେ, ହେ ପକ୍ଷୀରାଜ ଗରୁଡ଼, ତୁମେ ଉଚିତ ପ୍ରଶ୍ନ କରିଛ। ସ୍ନାନ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ସ୍ନାନ କରିବା ଦ୍ୱାରା ଶରୀର ଶୁଦ୍ଧ ଓ ପବିତ୍ର ହୋଇଥାଏ, ଯାହାଦ୍ୱାରା ମନୁଷ୍ୟ ପୂଜାପାଠ କରିବା ପାଇଁ ଯୋଗ୍ୟ ହୋଇଯାଇଥାଏ। ସେଥିପାଇଁ ମନୁଷ୍ୟ ପ୍ରତିଦିନ ସ୍ନାନ କରିବା ଜରୁରୀ ଅଟେ। ତୁମର ସବୁ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ତୁମକୁ ଏକ ପବିତ୍ର କଥା ଶୁଣାଉଛି, ତେଣୁ ତୁମେ ଏହି ପବିତ୍ର କଥାକୁ ମନ ଦେଇ ଶୁଣ। ଏହି କଥାରେ ତୁମକୁ ତୁମ ପ୍ରଶ୍ନର ଉତ୍ତର ମିଳିଯିବ। ଏହି କଥାଟିକୁ ଶ୍ରବଣ କରିବା ମାତ୍ରେ ମନୁଷ୍ୟକୁ ଶହ ଶହ ତୀର୍ଥର ସ୍ନାନ କରିବାର ଫଳ ପ୍ରାପ୍ତ ହେବ। ସେଥିପାଇଁ ଆପଣମାନେ କଥାଟିକୁ ସମ୍ପୂର୍ଣ୍ଣ ଭାବେ ଶୁଣନ୍ତୁ। ଅଧା ଅଧୁରା ଜ୍ଞାନ ଅନର୍ଥର କାରଣ ହୋଇଥାଏ। ଭଗବାନ ବିଷ୍ଣୁ କହିଲେ, ପକ୍ଷୀରାଜ, ଏହା ଏକ ପ୍ରାଚୀନ କାଳର କଥା। ମଧ୍ୟ ଦେଶରେ ଏକ ସୁନ୍ଦର ନଗରଟିଏ ଥିଲା, ଯେଉଁଠି ଜଣେ ଧନୀ ମହାଜନ ଥିଲେ, ଯାହାଙ୍କର 3ଟି ସୁନ୍ଦର ସୁନ୍ଦର କନ୍ୟା ଥିଲା। ମହାଜନ ତାଙ୍କର ଝିଅମାନଙ୍କର କୌଣସି ଜିନିଷର ଅଭାବ ରଖୁନଥିଲେ। ସେ ବହୁତ ସ୍ନେହ ଆଦର ଓ ଲାଳନ ପାଳନ କରିଥିଲେ। ମହାଜନଙ୍କ ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ୱଭାବରେ ବହୁତ ଚଞ୍ଚଳ ଥିଲେ। ଗୋଟିଏ ବାପାର ଯାହା ସବୁ କର୍ତ୍ତବ୍ୟ ଥିଲା, ମହାଜନ ସଠିକ୍ ଭାବେ ପାଳନ କରୁଥିଲେ, କିନ୍ତୁ ସେ ଗୋଟିଏ ଭୁଲ କରି ଦେଇଥିଲେ। ସେ ତାଙ୍କର ଝିଅମାନଙ୍କୁ ଶାସ୍ତ୍ର ଜ୍ଞାନ ଦେଇନଥିଲେ। ଜୀବନରେ ସବୁ କିଛି ପାଇଥିଲେ ମଧ୍ୟ ତାଙ୍କ ଝିଅମାନଙ୍କର ଜୀବନ ଅଧୁରା ଥିଲା, କାରଣ ଜ୍ଞାନ ବିନା କୌଣସି ମନୁଷ୍ୟ ପୂର୍ଣ୍ଣ ହୋଇନଥାଏ। ଧନ ଓ ସୌନ୍ଦର୍ଯ୍ୟ ସବୁକିଛି ଥିଲେ ମଧ୍ୟ ମହାଜନଙ୍କ ଝିଅମାନଙ୍କ ପାଖରେ ସେହି ଜିନିଷଟି ନଥିଲା, ଯାହା ପ୍ରତ୍ୟେକ ନାରୀଙ୍କ ପାଖରେ ରହିବା ଉଚିତ। ଯେତେବେଳେ ମହାଜନଙ୍କ ଝିଅମାନେ ବିବାହ ଯୋଗ୍ୟ ହୋଇଗଲେ, ମହାଜନ ଝିଅମାନଙ୍କର ବିବାହ ବହୁତ ବଡ଼ ଧନୀ ଘରେ କରାଇଦେଲେ। ସେ 3ଟି ଝିଅଙ୍କର ସ୍ୱାମୀମାନେ ବହୁତ ବଡ଼ ବ୍ୟବସାୟୀ ଥିଲେ ଏବଂ ସେମାନେ ସମସ୍ତେ ନିଜର ସ୍ୱାମୀଙ୍କର ରାଜମହଲରେ ରହିବାକୁ ଚାଲିଗଲେ ଏବଂ ସେଠାରେ ତାଙ୍କର ଦୀପ୍ତିମୟ ସ୍ୱାଗତ କରାଗଲା। ବିବାହ ପରେ ସବୁକିଛି ନୀତି ସମ୍ପୂର୍ଣ୍ଣ ଭାବେ ଠିକ୍ଠାକ୍ ହୋଇଗଲା। ସେହି 3 ଝିଅମାନଙ୍କର ଶାଶୁଘରର ଲୋକ ତାଙ୍କୁ ମାନ ସମ୍ମାନ ଦେବା ସହିତ ବହୁତ ସ୍ନେହ ଆଦର ଓ ଭଲ ପାଇବା ଦେଇ ତାଙ୍କୁ ନିଜର କରିଦେଲେ। ସେମାନେ ଡେରିରେ ଶୋଇ ଉଠୁଥିଲେ, ଡେରିରେ ସ୍ନାନ କରୁଥିଲେ ଏବଂ ସ୍ନାନ ନକରି ଭୋଜନ କରିଦେଉଥିଲେ। ସେମାନେ ବେଳେ ବେଳେ ପୂଜାପାଠ କରୁଥିଲେ। ତାଙ୍କର ଶାଶୁ ତାଙ୍କୁ ଅନ୍ୟ ଗତରେ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ,
କିନ୍ତୁ ତଥାପି ସେମାନେ ନିଜର ଶାଶୁଙ୍କ କଥା ନ ଶୁଣି ନିଜର ମନମାନି କରିଥିଲେ। କିନ୍ତୁ ଧୀରେ ଧୀରେ ସମୟ ବିତିବାକୁ ଲାଗିଲା। ସେହି ଝିଅମାନେ ନିଜର ଶାଶୁଘରରେ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ଲାଗିଲେ। ସେମାନଙ୍କର ସ୍ୱାମୀଙ୍କର ବ୍ୟବସାୟରେ କ୍ଷତି ହେବାକୁ ଲାଗିଲା। ଶେଷରେ ସବୁ ବ୍ୟବସାୟ ବୁଡ଼ିଗଲା। ସେ ଅନ୍ୟ ଲୋକଙ୍କ ପାଖରୁ ଋଣ ଆଣି ବ୍ୟବସାୟ ଚଳାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେଥିରେ କିଛି ଲାଭ ହେଲା ନାହିଁ। ବରଂ ଅନେକ କ୍ଷତି ସହିବାକୁ ପଡ଼ିଲା, ଯାହାଦ୍ୱାରା ଘରେ ସବୁବେଳେ କଳହ ଝଗଡ଼ା ହେବାକୁ ଲାଗିଲା। ଯେବେଠାରୁ ମହାଜନଙ୍କର 3 ଝିଅ ବାହା ହୋଇ ଶାଶୁଘରକୁ ଆସିଲେ, ସେବେଠାରୁ ତାଙ୍କ ସମସ୍ତଙ୍କର ଶାଶୁଘରେ ସମସ୍ୟା ବଢ଼ିବାକୁ ଲାଗିଲା। ସେହି 3 ଭଉଣୀଙ୍କର ଶାଶୁଘରେ ବହୁତ ଆର୍ଥିକ ସଙ୍କଟ ଦେଖାଦେଲା, ଯାହାଦ୍ୱାରା ସେମାନଙ୍କର ଘରଦ୍ୱାର ସବୁ ବିକିବାକୁ ପଡ଼ିଲା ଏବଂ ସେମାନେ ସମସ୍ତେ ଯାଇ ବାହାରେ ଗୋଟିଏ ଛୋଟିଆ କୁଟୀର କରି ରହିଲେ। କିନ୍ତୁ ସେ 3 ଭଉଣୀଙ୍କୁ କୁଟୀର ଘରେ ରହିବା ପାଇଁ ଜମା ଭଲ ଲାଗୁନଥିଲା। ସେଥିପାଇଁ ସେମାନେ ନିଜର ଶାଶୁଘର ଛାଡ଼ି ବାପାଙ୍କ ଘରେ ରହୁଥିଲେ। ଡେରିରେ ସ୍ନାନ କରୁଥିଲେ, ଡେରିରେ ଉଠୁଥିଲେ ଏବଂ ସ୍ନାନ ନକରି ଭୋଜନ କରୁଥିଲେ। ସେହି କାରଣରୁ ତାଙ୍କର ବାପା ମହାଜନଙ୍କ ମଧ୍ୟ ବ୍ୟବସାୟରେ କ୍ଷତି ହେଲା ଏବଂ ମହାଜନଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ ହେବାକୁ ଲାଗିଲା। ଥରେ ଗୋଟିଏ ଦିନ ଭଗବାନ ବିଷ୍ଣୁ ଗୋଟିଏ ସାଧୁର ରୂପ ଧାରଣ କରି ମହାଜନଙ୍କ ଘରେ ପହଞ୍ଚିଲେ। ମହାଜନ ସେହି ସାଧୁଙ୍କୁ ଆଦର ସହିତ ସ୍ୱାଗତ କଲେ ଏବଂ ତାଙ୍କ ପାଦ ଧରି ପ୍ରଣାମ ଜଣାଇଲେ। ମହାଜନ ସେହି ସାଧୁଙ୍କୁ ନିଜର ଦୁଃଖ ବିଷୟରେ ସବୁ କଥା କହିଲେ ଏବଂ ଏହି ଅସୁବିଧାର ନିବାରଣ ପାଇଁ ତାଙ୍କୁ ପଚାରିଲେ। ମହାଜନ ନିଜର ଝିଅମାନଙ୍କୁ ଡାକିଲେ ଏବଂ ସାଧୁଙ୍କୁ ତାଙ୍କ ବିଷୟରେ ସବୁ କହିଦେଲେ। ଯେମିତି ସାଧୁ ସେହି 3 ଝିଅଙ୍କ ଦିଗକୁ ଦେଖିଲେ, ସେ ପ୍ରକୃତ ସତ୍ୟ କଥା ଜାଣିପାରିଲେ। ସେହି 3 ଭଉଣୀଙ୍କ ଚାରିପାଖରେ ନକାରାତ୍ମକ ଶକ୍ତିର ପ୍ରଭାବ ଘୂରି ବୁଲୁଥିଲା, ଯାହା ସେହି 3 ଝିଅ ଏବଂ 3 ଭଉଣୀ ସହାୟତା କରୁଥିଲେ। ସେମାନେ ଯେଉଁଠାରେ ଯାଉଥିଲେ, ନକାରାତ୍ମକ ବା ନେଗେଟିଭ୍ ଶକ୍ତି ତାଙ୍କ ପଛେ ଛାଡ଼ୁନଥିଲା। ସେ ସାଧୁ ମହାଜନଙ୍କୁ କହିଲେ, ତୁମର 3 ଝିଅଙ୍କର ଏପରି ଖରାପ ଅଭ୍ୟାସର କାରଣ ସେମାନଙ୍କ ଚାରିପାଖରେ ଖରାପ ଶକ୍ତି ଘୂରି ବୁଲୁଛି। ସେହି କାରଣରୁ ସେମାନେ ଯେଉଁଠିକି ଯାଉଛନ୍ତି, ସେଠିକି ଦୁଃଖ, କଷ୍ଟ ଓ ସଙ୍କଟ ତାଙ୍କ ସହିତ ବୁଲୁଛି। ତୁମର 3 ଝିଅ ଅତ୍ୟନ୍ତ ଆଳସୀ ଅଛନ୍ତି। ସେମାନେ ଡେରିରେ ଶୋଇ ଉଠୁଛନ୍ତି, ସ୍ନାନ ନକରି ଭୋଜନ କରନ୍ତି। ସେହି କାରଣରୁ ସେମାନେ ଯେଉଁଠିକି ଯାଉଛନ୍ତି, ସେଠି ଦୁଃଖ, କଷ୍ଟ ଓ ସଙ୍କଟ ତାଙ୍କ ସହିତ ବୁଲୁଛି। ପୁଣି ସାଧୁ ସେ ମହାଜନଙ୍କର 3 ଝିଅଙ୍କୁ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦେଲେ ଏବଂ ସେ ସବୁକୁ ନିୟମିତ ଭାବରେ ପାଳନ କରିବା ପାଇଁ କହିଲେ। ଭଗବାନ ବିଷ୍ଣୁ କହିଲେ, ହେ ବତ୍ସ, ସ୍ନାନ 5 ପ୍ରକାରର। ବ୍ରହ୍ମ ସ୍ନାନ, ଦେବ ସ୍ନାନ, ଋଷିକ ସ୍ନାନ, ମାନବ ସ୍ନାନ ଓ ଦାନବ ସ୍ନାନ। ଏହାକୁ ସମୟ ଅନୁସାରେ ଭାଗ କରାଯାଇଛି। ନମ୍ବର 1, ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତରେ କରାଯାଇଥିବା ସ୍ନାନକୁ ବ୍ରହ୍ମ ସ୍ନାନ ବୋଲି କୁହାଯାଏ। ଏହାକୁ ସର୍ବଶ୍ରେଷ୍ଠ ସ୍ନାନ ବୋଲି କୁହାଯାଇଛି। ବ୍ରହ୍ମ ମୁହୂର୍ତ୍ତର ଅର୍ଥ ହେଉଛି ରାତ୍ରିର ଅନ୍ତିମ ପ୍ରହର, ଅର୍ଥାତ୍ ସୂର୍ଯ୍ୟୋଦୟର ପ୍ରାୟ 1.5 ଘଣ୍ଟା କିମ୍ବା 2 ଘଣ୍ଟା ପୂର୍ବରୁ ସମୟଟି, ଅର୍ଥାତ୍ ସକାଳ 4ଟାରୁ 5:30 ମଧ୍ୟରେ ସମୟଟି। ଶାସ୍ତ୍ରରେ ଏହି ସମୟକୁ ଦିନର ସର୍ବଶ୍ରେଷ୍ଠ ସମୟ ବୋଲି କୁହାଯାଇଛି, କାରଣ ଏହି କାର୍ଯ୍ୟରେ ଘଟୁଥିବା ପରିଣାମ ବହୁତ ଅଦ୍ଭୁତ ଓ ଚମତ୍କାର ହୋଇଥାଏ, ସକାରାତ୍ମକ ଶକ୍ତିରେ ଭରି ରହିଥାଏ। ଏହି ସମୟ ଦେବତାମାନଙ୍କୁ ପୂଜା ଓ ସ୍ମରଣ କରି ସ୍ନାନ କରିବାକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି। ଏହି ସମୟରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କଲେ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆସିଥାଏ। ସାରା ଦିନ ମାନବର ଦେହ ଓ ମନ ପ୍ରସନ୍ନ ରହିଥାଏ। ସକାରାତ୍ମକ ଶକ୍ତି ଚାରିପାଖରେ ପରିପୂର୍ଣ୍ଣ ରହିଥାଏ। ଏହି ସମୟରେ ସ୍ନାନ କଲେ ମାନବକୁ ସବୁ ରୋଗରୁ ମୁକ୍ତି ମିଳିଥାଏ। ତାଙ୍କର ଶରୀର ସ୍ୱସ୍ଥ ଓ ସୁସ୍ଥ ରହିଥାଏ। ନମ୍ବର 2, ଦ୍ୱିତୀୟଟି ହେଉଛି ଦେବସ୍ନାନ। ସକାଳ 5ଟାରୁ 6ଟା ମଧ୍ୟରେ ଏହି ସ୍ନାନ କରାଯାଏ। ଏହାକୁ ଦେବସ୍ନାନ ବୋଲି କୁହାଯାଏ। ସବୁ ପବିତ୍ର ନଦୀମାନଙ୍କୁ ସ୍ମରଣ କରି ସ୍ନାନ କରିବାକୁ ଶ୍ରେଷ୍ଠ ମନାଯାଇଥାଏ।
ଏହି ସମୟରେ ସ୍ନାନ କଲେ ମାନବଙ୍କର ଶରୀରରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଏବଂ ସବୁ ନକାରାତ୍ମକ ଶକ୍ତି ଶରୀରରୁ ବାହାରକୁ ଚାଲିଯାଇଥାଏ। ଏହି ସମୟରେ ଜ୍ଞାନ କଲେ ଦେହ ଓ ମନ ଶୁଦ୍ଧ ଓ ପବିତ୍ର ହୋଇଥାଏ। ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ମାନବକୁ ସବୁ ପ୍ରକାରର ସୁବିଧା ଓ ସୁଖ ମିଳିଥାଏ। ନମ୍ବର 3, ସକାଳୁ ସକାଳୁ ଯେତେବେଳେ ଆକାଶରେ ତାରା ଝାପ୍ସା ଦେଖାଯାଏ ସେହି ସମୟରେ କରାଯାଇଥିବା ସ୍ନାନକୁ ଋଷିକ ସ୍ନାନ ବୋଲି କୁହାଯାଏ। ଏହି ସ୍ନାନ ମଧ୍ୟରେ ଅତ୍ୟନ୍ତ ଶ୍ରେଷ୍ଠ ବୋଲି ଗଣାଯାଏ। ଏହି ସମୟରେ ସ୍ନାନ କଲେ ମନୁଷ୍ୟକୁ ମାନସିକ ଶାନ୍ତି ମିଳିଥାଏ। ନମ୍ବର 4, ମାନବ ସ୍ନାନ ସକାଳ 6ଟାରୁ 8ଟା ପର୍ଯ୍ୟନ୍ତ କରାଯାଏ। ଏହି ସ୍ନାନକୁ ମାନବ ସ୍ନାନ ବୋଲି କୁହାଯାଏ। ଏହି ସ୍ନାନ ସୂର୍ଯ୍ୟୋଦୟ ସମୟରେ ବା ସୂର୍ଯ୍ୟୋଦୟର ଠିକ୍ ପରେ କରାଯାଏ। ଏହି ସମୟରେ ସ୍ନାନ କରିବା ମଧ୍ୟ ଭଲ ହୋଇଥାଏ। ଏହି ସ୍ନାନ କରିବା ଦ୍ୱାରା ସାରାଦିନ ମନୁଷ୍ୟକୁ ତାଜା ଅନୁଭବ ହେବା ସହିତ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ ଏବଂ ଯେକୌଣସି କାମ କରିବାକୁ ମନ ଉତ୍ସାହିତ ରହିଥାଏ। ନମ୍ବର 5, ପଞ୍ଚମ ସ୍ନାନ ଦାନବ ସ୍ନାନ, କିନ୍ତୁ ମାନବକୁ ସୂର୍ଯ୍ୟୋଦୟର 2 ଘଣ୍ଟା ପରେ ଏହି ସ୍ନାନ କରିବା ଉଚିତ ନୁହଁ, ଅର୍ଥାତ୍ ସକାଳ 8ଟାରୁ ପୂର୍ବରୁ ସ୍ନାନ କରିଦେବା ଉଚିତ। ଏହି ସମୟରେ ବାତାବରଣରେ ଥିବା ଜୈବିକ ଶକ୍ତି କମ୍ ହୋଇଯାଇଥାଏ, ସେଥିଲାଗି ବ୍ୟକ୍ତିଙ୍କ ମନରେ ଆଗ୍ରହ ଓ ଉତ୍ସାହ କମ୍ ଦେଖାଦେଇଥାଏ। ଏହି କାରଣରୁ ବ୍ୟକ୍ତି ସାରାଦିନ ଆଳସ୍ୟ ଅନୁଭବ କରେ, ତାଙ୍କ ଶରୀର ମଧ୍ୟରେ ଶକ୍ତିର ଅଭାବ ରହିଥାଏ କିମ୍ବା ମନ ଭଲ ଲାଗେ ନାହିଁ। ଯେଉଁ ବ୍ୟକ୍ତି ସକାଳ 8ଟା ପରେ ସ୍ନାନ କରେ ସେ ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟ ଆସିଥାଏ ଏବଂ ତାଙ୍କ ଶରୀରରେ ନକାରାତ୍ମକ ଶକ୍ତି ରହିବାରୁ ତାଙ୍କୁ କାମ କରିବାରେ ଅସୁବିଧା ହୁଏ। ଏଭଳି ବ୍ୟକ୍ତିମାନେ ଯେକୌଣସି ସ୍ନାନକୁ ଯାଆନ୍ତୁ ସେମାନେ ତାଙ୍କ ସାଥିରେ ଦୁର୍ଭାଗ୍ୟକୁ ନେଇକି ଯାଆନ୍ତି। ତୁମର ଏହି 3 ଝିଅମାନେ ସକାଳେ ଡେରିରେ ସ୍ନାନ କରୁଥିଲେ, ଯେଉଁଥିପାଇଁ ଶାଶୁଘରର ସମସ୍ତ ଧନ ସମ୍ପତ୍ତି ନଷ୍ଟ ହେବାକୁ ଲାଗିଲାଣି। ଯେଉଁ ମନୁଷ୍ୟ ସୂର୍ଯ୍ୟୋଦୟର ବହୁତ ସମୟ ପରେ ସ୍ନାନ କରନ୍ତି ସେମାନଙ୍କର ମନରେ କ୍ରୋଧ, ରାଗ, ଅହଙ୍କାର, ନକାରାତ୍ମକ ଭାବନା, ଆଳସ୍ୟ ଓ ଅସନ୍ତୋଷ ଉପୁଜିଥାଏ। ଏହା ମନ ଓ ଶରୀରର ସୁସ୍ଥତାରେ ବାଧା ସୃଷ୍ଟି କରେ। ସେଥିପାଇଁ ସବୁଦିନ ସକାଳୁ ବ୍ରହ୍ମ ସ୍ନାନ, ଦେବ ସ୍ନାନ, ଋଷିକ ସ୍ନାନ ଏବଂ ମାନବ ସ୍ନାନ କରିବାକୁ ଉପଦେଶ ଦିଆଯାଇଛି। ପ୍ରତିଦିନ ଏହି ପବିତ୍ର ସମୟରେ ଉଠି ସ୍ନାନ କରି ଈଶ୍ୱରଙ୍କୁ ପୁରା ଶ୍ରଦ୍ଧାର ସହ ଆରାଧନା କରି ପ୍ରାର୍ଥନା ଓ ପୂଜାପାଠ କଲେ ଏବଂ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କଲେ ଶରୀର ଓ ମନ ପବିତ୍ର ହୋଇଥାଏ ଏବଂ ଭିତରକୁ ସକାରାତ୍ମକ ଶକ୍ତିର ଭରିଯାଏ। ତୁମର ସମସ୍ତ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଇଥାଏ ଏବଂ ଆମର ଜୀବନର ସୁଖ ଶାନ୍ତି ଆସିଯାଇଥାଏ। ଅମାବାସ୍ୟାର ଏହି ସମସ୍ତ ପ୍ରକାରର ନକାରାତ୍ମକ ଭାବନା ଦୂର ହୋଇଯାଇଥାଏ ଏବଂ ସୁଖ ସମୃଦ୍ଧିର ଦ୍ୱାର ଆମ ପାଇଁ ଖୋଲି ଯାଇଥାଏ। ସନ୍ଧ୍ୟା କିମ୍ବା ରାତିରେ କେବେ ବି ଅତ୍ୟାବଶ୍ୟକ ନଥିଲେ ସ୍ନାନ କରିବା ଉଚିତ ନୁହଁ। ଭଗବାନ ବିଷ୍ଣୁ କହିଲେ, ହେ ବତ୍ସ, ଏବେ ମୁଁ ତୁମକୁ ସ୍ନାନ କରିବା ସମୟରେ ଉଚ୍ଚାରଣ କରୁଥିବା କିଛି ମହତ୍ତ୍ୱ ଓ ପୁଣ୍ୟମୟ ମନ୍ତ୍ର ବିଷୟରେ କହିବି। ସେଥିପାଇଁ ତୁମେ ଏହାକୁ ଧ୍ୟାନରେ ରଖି ଶୁଣ। ଯିଏ ଏହି ମନ୍ତ୍ରକୁ ଉଚ୍ଚାରଣ କରି ସ୍ନାନ କରିବ ସେହି ବ୍ୟକ୍ତିର ସବୁ ଦୁର୍ଭାଗ୍ୟ ଓ ପାପ ନଷ୍ଟ ହୋଇଯିବ ଏବଂ ତାହା ଦ୍ୱାରା ବ୍ୟକ୍ତି ସୁଖ ସମୃଦ୍ଧି ପାଇବ। ଏହି ମନ୍ତ୍ରଟି ହେଉଛି ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ। ଏହାର ଅର୍ଥ ହେଉଛି ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ, କାବେରୀ ମୋ ମା ସମାନ କରିବା ସମୟରେ ଆପଣ ସମସ୍ତେ ଏଠାରେ ଉପସ୍ଥିତ ହୁଅନ୍ତୁ। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆପଣ ପବିତ୍ର ତୀର୍ଥସ୍ଥଳରେ ସ୍ନାନ କରୁଥିବା ପରି ଲାଭ ମିଳିଥାଏ। ଏହା ମନ, ଦେହ ଓ ଆତ୍ମାକୁ ପବିତ୍ର କରେ ଏବଂ ସକଳ ପାପକୁ ଦୂର କରି ଧନ, ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି ଦିଏ। ଏହିପରି ଭାବେ ଭଗବାନ ବିଷ୍ଣୁ ସେ ମହାଜନଙ୍କୁ ସ୍ନାନ କରିବାର ମହତ୍ତ୍ୱ ବିଷୟରେ ବୁଝାଇଲେ ଏବଂ ସେ ମହାଜନଙ୍କର 3 ଝିଅ ନିଜର ଭୁଲକୁ ବୁଝିପାରିଲେ। ସେ 3 ଝିଅ ନିଜ ଶାଶୁଘରକୁ ରହିବା ପାଇଁ ଚାଲିଗଲେ ଏବଂ ଭଗବାନ ବିଷ୍ଣୁ ବୁଝାଇଥିବା ନିୟମକୁ ସ୍ନାନ କରିବା ସମୟରେ ମହାଜନ ପାଳନ କରିବାକୁ ଲାଗିଲେ। 3 ଝିଅ ସକାଳୁ ଉଠି ସ୍ନାନ କଲେ ଏବଂ ସୂର୍ଯ୍ୟଙ୍କୁ ଯଥା ସମୟରେ ଅର୍ଘ୍ୟ ଦେଲେ। ଧୀରେ ଧୀରେ ତାଙ୍କର ସ୍ୱାମୀଙ୍କ ବ୍ୟବସାୟ ଠିକ୍ ହେବାକୁ ଲାଗିଲା ଏବଂ ସେ ହରାଇଥିବା ସବୁକିଛି ପୁଣି ଫେରି ପାଇଲେ ଓ ସେ 3 ଭଉଣୀ ନିଜ ନିଜ ଶାଶୁଘରେ ଖୁସିରେ ରହିଲେ।
दर्शक बंधु आपण माने मोर ए भिडियोटी को शेष पर्यंत देखिथिबारु मु आपण मानकु हृदयरु धन्यवाद जनाउछि। जदि आपण माने मोर एही भिडियोरु किछि भी शिक्षणीय कथा शिखि पारिथिबे तेबे दयाकरी भिडियोटी को गोटे छोटिया लाइक करी आम चैनल सोना ऋतु लाइफस्टाइल को सब्सक्राइब करिवे एवं ताहा सह कमेंट रे जय माता लक्ष्मी बोली निश्चित लेखन्तु। नमस्कार दर्शक बंधु, जय जगन्नाथ।